ସେଟା କେବଳ କେତେଗୁଡେ ପ୍ରଶ୍ନର ଉତ୍ତର ଆପଣମାନଙ୍କୁ ଦେବାକୁ ହେବ। ଉତ୍ତର ଦେବା ପାଇଁ ଆମେ ରାଜି କନ୍ୟା। ପଚାର, ଅନୁମତି ଦେଲୁ, କଣ ପଚାରିବ ପଚାର। ସପ୍ତାହକୁ 7 ଦିନ, କିନ୍ତୁ ଏଇ 7 ଦିନ ଭିତରେ ପ୍ରତ୍ୟେକ ଗୁରୁବାର ଦିନ ହିନ୍ଦୁ ଶାସ୍ତ୍ର ଅନୁସାରେ ହିନ୍ଦୁ ଦମ୍ପତି ପରସ୍ପରକୁ ସ୍ପର୍ଶ କରିବା ନୀତି ବିରୁଦ୍ଧ କାହିଁକି? ଉତ୍ତର ଦେବା ପାଇଁ ଆମେ ରାଜି କନ୍ୟା। ତମ ଆଗରେ ତ କୌତୁକ ଦଉନା, ମତେ କଣ ଦେଖଉଛ? ତମ ବାଳ ପାଚିଗଲାଣି, ମୋଠୁ ଅଭିଜ୍ଞତା ତମର ବେଶୀ। ତମେ ଗୁରୁ କୁହ। ବୃଦ୍ଧ ଲୋକଙ୍କୁ ଟିକେ ରେଷ୍ଟ ଦିଅ। ତମେ କୁହ। ରେଷ୍ଟ ନେବାକୁ ଚାହୁଁଛ? ତାହେଲେ ଆମ୍ଭେ କହିବୁ। ଦେଖ କନ୍ୟା, ଏ ପ୍ରଶ୍ନ ଅତ୍ୟନ୍ତ ସରଳ। ବାସ୍। ଏ ପ୍ରଶ୍ନର ଉତ୍ତର ତୁମ୍ଭେ ବି ଜାଣିଛ, ସମସ୍ତେ ବି ଜାଣିଛନ୍ତି, କିଛି କହିବା ଆବଶ୍ୟକ ନାହିଁ। ତୁମେ ପ୍ରଶ୍ନ କିଛି ବଦଳେଇ ପାର। ନାଇଁ ବାବା, ପ୍ରଥମେ ଆପଣମାନେ ଏଇ ପ୍ରଶ୍ନର ଉତ୍ତର ଦିଅନ୍ତୁ, ତାପରେ ଆମେ ଆଗକୁ ଯିବା। ତାହେଲେ ଶୁଣ କନ୍ୟା, ସପ୍ତାହର ଏଇ ଗୁରୁବାରକୁ ମହାଲକ୍ଷ୍ମୀଙ୍କ ବାର ବୋଲି କୁହାଯାଏ। କାହିଁକି ନା ଏହି ଦିନ ପ୍ରଭୁ ଜଗତର ନାଥ ଜଗନ୍ନାଥ ମା ମହାଲକ୍ଷ୍ମୀଙ୍କ ମନ୍ଦିରକୁ ଗମନ କରନ୍ତି, ଯାହାକୁ ଏକାନ୍ତ ନୀତି ବୋଲି କୁହାଯାଏ। ଯେହେତୁ ଏହି ଦିନ ପ୍ରଭୁ ଜଗତର ନାଥ ଜଗନ୍ନାଥ ଓ ମା ମହାଲକ୍ଷ୍ମୀଙ୍କର ମହାମିଳନ ହୁଏ, ଏ ଦିନକୁ ଜଗତବାସୀ ପବିତ୍ର ବୋଲି ମାନି ନେଇଥାନ୍ତି। ଉତ୍ତମ, ଅତୀବ ଉତ୍ତମ। ଆଉ କିଛି ପଚାରିବ କନ୍ୟା? ମଣିଷମାନେ ମୃତ୍ୟୁବରଣ କଲେ ଦୁଇ ପାଖରେ ମୁଖାଗ୍ନି ଦିଆଯାଏ, ଠିକ୍ ସେମିତି ଶ୍ରୀମନ୍ଦିରର ସେବକମାନଙ୍କୁ ମଲେ ମୁଖାଗ୍ନି ଦିଆଯାଏ, କିନ୍ତୁ ସେ ମୁଖାଗ୍ନିର ଅଗ୍ନି କୋଉଠୁ ଆସେ? ଏ ପ୍ରଶ୍ନର ଉତ୍ତର ବାବା ପ୍ରେମାନନ୍ଦ ଦେଇପାରିବେ। ଦିଅ ବାବା, ଦିଅ। ତମେ ନିଆ ବାବା। ହଁ, ନିଆ ବାବା। ମହାପ୍ରଭୁଙ୍କ ପାଇଁ ଯୋଉଠି ମହାପ୍ରସାଦ ରୋଷେଇ ହୁଏ, ସେ ରୋଷେଇ ଘରୁ ହିଁ ନିଆଁ ଆସିଥାଏ। ରୋଷ ଘରୁ ଆସିଥାଏ ଆଉ। ହଁ, ଯୋଉଠୁ ନିଆଁ ଜଳୁଥାଏ ସେଠୁ ଆସେ ଆଉ। ଆଚ୍ଛା, ସ୍ୱର୍ଗଦ୍ୱାରଙ୍କ ପ୍ରସିଦ୍ଧ ସ୍ଥାନ କାହିଁକି? ସ୍ୱର୍ଗଦ୍ୱାର। ବାସ୍। କନ୍ୟାଙ୍କର ପ୍ରଶ୍ନ ହଉଛି ସ୍ୱର୍ଗଦ୍ୱାର। ସ୍ୱର୍ଗଦ୍ୱାରରେ ଶବଦାହ କଲେ ଆତ୍ମା ସ୍ୱର୍ଗକୁ ଯାଏ। କିନ୍ତୁ କାହିଁକି ବାବା? ସ୍ୱର୍ଗକୁ ଦ୍ୱାର ବୋଲି ତାର ନାମ ସ୍ୱର୍ଗଦ୍ୱାର। ମାନେ କାରଣ ଏଇ ଦ୍ୱାର ଦେଇ ପ୍ରତ୍ୟେକ ଦିନ ସ୍ୱର୍ଗର ଦେବତାମାନେ ଶ୍ରୀମନ୍ଦିରକୁ ଆସନ୍ତି, ଜଗନ୍ନାଥଙ୍କ ସହ ବସି ଟିକେ କଥାବାର୍ତ୍ତା ହୁଅନ୍ତି, ସାଙ୍ଗ ହୋଇ ଅଭଡ଼ା ଖାଆନ୍ତି, ପୁଣି ସକାଳୁ ସକାଳୁ ସେଇ ବାଟ ଦେଇ ଫେରିଯାଆନ୍ତି। ଆଚ୍ଛା, ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦକୁ ଅବଢ଼ା ବୋଲି କାହିଁ କୁହାଯାଏ? ଗୁରୁଜୀ, ସେଇ ଅବଢ଼ା ଅବଢ଼ା କୁହ, ବ୍ୟାଖ୍ୟା କର। ଅବଢ଼ା। ଅବଢ଼ା। ଅବଢ଼ାକୁ କେହି କାହାକୁ ବାଢ଼ିକି ଦିଅନ୍ତିନି। ବାସ୍। ଅବଢ଼ା କୁଡ଼ୁଆରେ ଯେ କେହି ଲୋକ ହାତ ପୁରେଇ ଅବଢ଼ା ଖାଇପାରେ। ସେଠି ନଥାଏ ଜାତି, ନଥାଏ ଗୋତ୍ର, ନଥାଏ ଉଚ୍ଚ ନିଚର ଭେଦଭାବ। ଆଉ ସେଇଥିପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଭୋଗ ହଉଛି ଅବଢ଼ା। ଧାଡ଼ି ଅର୍ଥ କହିଦେବ ବଢ଼ା ହୁଏ ନା ଅବଢ଼ା ଆଉ। ଆପଣମାନେ ହିନ୍ଦୁ, ନୈଷ୍ଠିକ ବ୍ରାହ୍ମଣ, ଧର୍ମବାଦୀ, ଶ୍ରୀକ୍ଷେତ୍ର ନିବାସୀ, ବଶିଷ୍ଠ ଗୋତ୍ରର ଅଗ୍ନିହୋତ୍ରୀ ଆଗ୍ନିକ। ତାହେଲେ ମୁସଲମାନଙ୍କ ଧର୍ମ ସମ୍ପର୍କରେ ଆପଣମାନଙ୍କର ମତ? ବିଧର୍ମୀ, ହତ୍ୟାକାରୀ, ବିଧର୍ମୀ, ପାପୀ, ମହାବର୍ମ, ଦୁଷ୍କର୍ମକାରୀ। ତାହେଲେ ଠିକ୍ ଅଛି, ମୋ ସ୍ୱରରେ ସ୍ୱର ମିଶେଇ କୁହନ୍ତୁ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ନାରେ ତକବୀର। ଆଲ୍ଲାହୁ আকবার। लो भाई ये मुसलमान लो भाई। ଆମେ ସବୁ ମୁସଲମାନ। ଏ ଜଗନ୍ନାଥ, ସେ ମୁର ପାଳ ମାରାର ସେ ବୁଢ଼ା ମରିବ, ଆଉ ଏ ଟକି ମରିବ। नहीं भाई, तुम बोलो को जल्दी से पहुंच जा, पुलिस स्टेशन में खबर दे। जा भाई, पहुंच जा। अच्छा, पळेगा। हम जाऊंगी। अरे ए भाई, यहाँ पर तुम जगन्नाथ को पाकिस्तान पठाई दिया है। तापर छाटी पीस पीस कर कटा है, तो तल अन्याय सरली जीव तुम जगन्नाथ। ए चुपचाप छिटरा। ए भाई, पकड़ पकड़। ओ जाता, भागो। मुझे हरी गोलू को साथ हरी गोलू। ए दादा, बाबा मेडिकल ले जाऊँ तो घर देबो मर जबनी। चल चल बाबा।
भाया ननाटा मरीगला पर हृदय सुनसान बाबर मियाटा धरा पड़गला पर जीवन सुनसान शेष आम कला साधु भी आमको छाड़ी चलीगला एवं मो चारि पाखर पृथ्वी सुनसान एवं तू खुशी ना कला साधु खुशी ना तू कहीं कौन भाई आमको एत दुख कष्ट दौचु कि अपराध करिछु आमे के भूल करिछु ताल मते कोन बुझी रखो बजे तोते जे जेती भल पाए तू दाउ सेते कष्ट दो सतर कोन तोर आम प्रति टिके भी दरद नाही सतर कोन तू बड़ बेदरदी कला साधु